ଆଜିର ବ୍ଲଗ୍ ଆରମ୍ଭ ହେଲା କିଛି ଏମିତି। ପୁଅକୁ ବହୁତ ଦିନ ହେଲାଣି ଥଣ୍ଡା ଧରିଲାଣି, ନ କମିବାରୁ ଆଜି ତାକୁ ଡକ୍ଟର ଚେକଅପ୍ ପାଇଁ ନେଇକି ଗଲୁ। ବାହାରେ ବି ଆଜି ବହୁତ ଜୋରରେ ବର୍ଷା ହଉଥିଲା। ନୀତିଶ ଯୁଆଡେ ବି ବାହାରକୁ ଯାଏ କିଛି ସମୟ ତ ସେ ଗାଡିରେ ବସିକି ବହୁତ ଏନ୍ଜୟ କରେ। ତାପରେ 5-10 ମିନିଟ୍ ପରେ ତାକୁ ନିଦ ଆସିଯାଏ ଆଉ ସେ ଶୋଇଯାଏ। ଆମେ ଯାଇକି ପହଞ୍ଚି ଗଲୁ ଡକ୍ଟରଙ୍କ ପାଖରେ। ଇଞ୍ଜେକ୍ସନ ଭୟରେ ପୁଅର ମୁହଁ ପୁରା ଶୁଖି ଯାଇଥିଲା ଆଉ ବହୁତ ବି ଆଜି ଭିଡ ଥିଲା। ତ ଡକ୍ଟର ଦେଖେଇ ସାରିକି ଆମେ ବାହାରି ଆସିଲୁ ସେଠୁ। ତାପରେ ଆମେ ପଳେଇ ଯାଇଥିଲୁ ଟିକେ ବେବି ହଗ୍, ପୁଅ ପାଇଁ କିଛି ଡ୍ରେସ୍ ଆଉ ତାର ଟିଥିଙ୍ଗ ଏବେ ହଉଛି ତ ସେଥିପାଇଁ କିଛି ଟୟ ନବାର ଥିଲା। ଏବେ ସିଏ ନୂଆ ନୂଆ ଜିନିଷ ଦେଖି ବହୁତ ଖୁସି ହେଇଯାଉଛି। ଯେମିତି ଗାଡି ଦେଖିକି ବହୁତ ଖୁସି ହେଇଗଲା, ସେଥିରେ ବସେଇଦେଲୁ ତ ସେ ସେମିତି ବସିକି ପୁରା ଖୁସି ଖୁସିରେ ସମସ୍ତଙ୍କୁ ଦେଖୁଥିଲା, ସ୍ମାଇଲ୍ କରୁଥିଲା। ତ ତା କକା ତାର ସେ ପାଖରେ ତାକୁ ଧରିକି ବୁଲଉଥିଲେ ଆଉ ଆମେ ତା ଭିତରେ ତାର ଯେତିକି ସପିଂ କରିବାର ଥିଲା ତା ବାବାର ମୋର ମିଶିକି କରିଦେଲୁ। ସପିଂ ସରିଲା ପରେ ବାହାରେ ବହୁତ ଜୋରେ ବର୍ଷା ହଉଥିଲା, କୁଆଡେ ବି ଯାଇ ହେଲାନି ତ ଆମେ ଘରକୁ ପଳେଇ ଆସିଲୁ। ଆଉ ସିଏ ଆସି ପହଞ୍ଚୁ ପହଞ୍ଚୁ ତାର ଯେତିକି ଖେଳନା ଆଣିଥିଲୁ ସେଥିରେ ସେ ଖେଳିବାରେ ପୁରା ଲାଗି ପଡିଲା।